ଭାଇ ଏହା ଯଦି ସତ୍ୟ ତାହେଲେ ସାନୁର ଲକ୍ଷ୍ମଣଟାକୁ ମଧ୍ୟ ଆପଣ ତ ସଙ୍ଗରେ ନେଇଯାଆନ୍ତି। ମୁଁ ତୁମକୁ ଛାଡ଼ି ଏକ ମୁହୂର୍ତ୍ତ ମଧ୍ୟ ରାଜପ୍ରସାଦରେ ରହିପାରିବି ନାହିଁ ଭାଇ। ଦୟାକରି ମୋତେ ମଧ୍ୟ ଆପଣଙ୍କ ସଙ୍ଗରେ ନେଇଯାଆନ୍ତୁ। ନା এই বনবাস আদেশ মতে ହିଁ ହେଉଛି। ତୁମେ କାହିଁକି ମୋ ଦୁଃଖରେ ସମାଦୁଃଖୀ ହେବ ଭାଇ? ତେଣୁ ଅଯୋଧ୍ୟାରେ ରହି ମୋ ପିତାଙ୍କୁ ରାଜ କାର୍ଯ୍ୟରେ ସାହାଯ୍ୟ କରାଅ। ଆଉ ମୋ ସଙ୍ଗରେ ବନକୁ ଆସିବା ପାଇଁ ମନ ବଳାଅ ନାହିଁ ଭାଇ। ଭାଇ ଆପଣ ହେଉଛନ୍ତି ମୋ ପୂଜ୍ୟସ୍ପଦ। ପୁଣି ମୋର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଚନ୍ଦ୍ର। ମୋର ଜ୍ୟେଷ୍ଠ ହୋଇ 14 ବର୍ଷ ବନଯାତ୍ରା କରିବ। ମୁଁ ସଙ୍ଗତ ଲକ୍ଷ୍ମଣ এই অযোধ্যাରେ ରହି ପିତା ଆଉ ଭରତ ଭାଇକୁ ରାଜ୍ୟ କାର୍ଯ୍ୟରେ ସାହାଯ୍ୟ କରିବି। ନା ଭାଇ ପ୍ରଭୁ ଆପଣ ପର ଆତ୍ମା ହେଲେ ମୁଁ ପୁଣି ଆପଣଙ୍କ ଶରୀର। ଝର ବିନା ବିନା ଯେପରିକି ବଞ୍ଚି ପାରେ ନା, ସୂର୍ଯ୍ୟ ବିନା କଳି ଯେପରିକି ଫୁଟି ପାରେ ନା, ଠିକ ସେହିପରି ପ୍ରଭୁ ଜ୍ୟେଷ୍ଠ ବିନା କନିଷ୍ଠ ବଞ୍ଚିବା ଅସମ୍ଭବ। ମନା କରନ୍ତୁ ନାହିଁ ପ୍ରଭୁ। ଦୟାକରି ମୋତେ ମଧ୍ୟ ଆପଣଙ୍କ ସଙ୍ଗରେ ନେଇଯାଆନ୍ତୁ। ନାରୀ ଲକ୍ଷ୍ମଣ ଘଟେ କପୁନ ଅରଣ୍ୟ ପୁଣି ଦୁଇଥ ପଥାଉ। ହୀନ ସୂର୍ଯ୍ୟ ଲୋକ ପରି ବିପଦ ସମ୍ମୁଖୀନ କରିବାକୁ ପଡ଼ିବ। ତା ପରିବର୍ତ୍ତେ ରୂପତେଜଂ ବିଦେତେଜଂ ନୈବେତ୍ୟ ପ୍ରଦାଚନଂ ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୟମାନ ସର୍ବ ପୂଜ୍ୟତେ। ମୁଁ କହିବାର ତାତ୍ପର୍ଯ୍ୟ ଏହିକି ଯେ ଆମେ ଯଦି ଜଣେ ରାଜା ଆଉ ଜଣେ ବିଦ୍ୟମାନ ବ୍ୟକ୍ତିଙ୍କ ସହିତ ତୁଳନା କରିବା ତାହେଲେ ରାଜା ତାର ସୀମିତ ରାଜ୍ୟ ମଧ୍ୟରେ ପୂଜା ପାଇ ଆସିବ। ଆଉ ଜଣେ ବିଦ୍ୟମାନ ବ୍ୟକ୍ତି ଆଉ ଜଣେ ପରିଶିକ୍ଷିତ ବ୍ୟକ୍ତି ସେ ଯେଉଁ ପରିସ୍ଥିତିରେ ଥାଉ ନା କାହିଁକି ଭାଇ ସେ ମଧ୍ୟ ସେହିପରି ପୂଜା ପାଇ ଆସିବ ଲକ୍ଷ୍ମଣ। ଆଉ ମୁଁ ଚାହେଁ ତୁମେ ଯଦି ଅଯୋଧ୍ୟାରେ ରହି ମୋ ପିତାଙ୍କୁ ଆଉ ଭରତଙ୍କୁ ରାଜ କାର୍ଯ୍ୟରେ ସାହାଯ୍ୟ କରିବ ତାହେଲେ ତୁମେ ମଧ୍ୟ ସେହିପରି ପୂଜା ପାଇ ଆସିବ ଭାଇ। ମୋ କଥା ମାନ ଲକ୍ଷ୍ମଣ। ମୋ କଥା ମାନି ମୋ ସଙ୍ଗେ ତାକୁ ବନକୁ ନ ଆସି ମୋ ପିତାଙ୍କୁ ରାଜ କାର୍ଯ୍ୟରେ ସାହାଯ୍ୟ କରାଅ। ମୋ କଥା ମାନ ଭାଇ। ତାହେଲେ ତୁମେ ସ୍ଥିର କରିଛ ତୁମ ସଙ୍ଗରେ ମୋତେ ନେବ ନାହିଁ। ହେଲେ ପ୍ରଭୁ ମୁଁ ମୋତେ ସତ୍ୟ କରି କହୁଛି ମୋତେ ତୁମ ଆପଣଙ୍କ ସଙ୍ଗରେ ମୋତେ ନେବ ତାହେଲେ ଯେତେବେଳେ ସିନା ସରକାରୀ ମୁଁ ଭାରତ ଭାଇ ସହିତ ଯୁକ୍ତ କରିବି। ଆଉ ଏଇ ପୂଜନତା ଅଭିଯୋଗରେ ଅଭିଷେକ ହେବା ପୂର୍ବରୁ ମୁଁ ଅସ୍ତ୍ର ଠିଆ ହେବି ପ୍ରଭୁ। ଓହୋ ମୁଁ ଅସ୍ତ୍ର ଠିଆ ହେବି। କଣ କହିଲ ଲକ୍ଷ୍ମଣ? ସାମାନ୍ୟ ଗୋଟିଏ ରାଜ ସିଂହାସନ ପାଇଁ ତମେ ଭାଇ ବିରୁଦ୍ଧରେ ଅସ୍ତ୍ର ଧରି ଠିଆ ହେବ? ନା ରେ ଭାଇ। ସତ୍ୟ ସତ ରାଜା ଦଶରଥ ଗଣେଶର ଆମେ 4 ପୁତ୍ର ହୋଇଛେ ଜନ୍ମ। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ଆମ ନାମ ସିନା ଅଲଗା ଅଲଗା କିନ୍ତୁ ଆମ ଆତ୍ମା ପରା ଏକ। ତ ତୁମେ କିପରି ଭାବି ପାରିଲ ସାମାନ୍ୟ ଗୋଟିଏ ରାଜ ସିଂହାସନ ପାଇଁ ତମେ ଭାଇ ବିରୁଦ୍ଧରେ ଅସ୍ତ୍ର ଧରି ଠିଆ ହେବ? ନାରୀ ଲକ୍ଷ୍ମଣ ଏହା କର ନାହିଁ ଭାଇ। ଏହା ଅତି ମନୋଭାବରେ ଭାବ ନାହିଁ ଭାଇ।